तो देखंतु सांगमाने मयूरभंज जिला ପାଇଁ होमगार्डର ବଡ଼ ଭ୍ୟାକେନ୍ସି ଆସିସାରିଛି। ତ ଚାଲନ୍ତୁ ଦେଖିବା ତାର ଯୋଗ୍ୟତା କ'ଣ, ବୟସ ସୀମା କେତେ ରହିଛି ଓ ଶିକ୍ଷାଗତ ଯୋଗ୍ୟତା କ'ଣ ରହିଛି। ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି, ଏହିପରି ଜବ୍ ରିଲେଟେଡ୍ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟିକୁ ଟର୍ନ ଅନ୍ କରି ରଖନ୍ତୁ। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲା ପାଇଁ ଗୃହରକ୍ଷୀର ନୋଟିଫିକେସନ୍ଟି ଆସିସାରିଛି, ଯାହା ବାରିପଦା ପାଇଁ ଆସିଛି। ବର୍ତ୍ତମାନ ତାର ଭ୍ୟାକେନ୍ସି ସଂଖ୍ୟା ଅଛି 175ଟି ଓ ଏହା ଅନରିଜର୍ଭଡ୍ ଅଛି। ଯେଉଁ ବର୍ଗର ପିଲା ଚାହିଁବେ ପକାଇ ପାରିବେ, ଏଠାରେ କୌଣସି ରିଜର୍ଭେସନ୍ ନାହିଁ। ଦେନ୍ ଏଠାର ଯୋଗ୍ୟତା ରହିବ, ଆପଣ ମୟୂରଭଞ୍ଜ ଜିଲ୍ଲାର ପରମାନେଣ୍ଟ ରେସିଡେଣ୍ଟ ହେଇଥିବା ଦରକାର। ଦେନ୍ ଆପଣ ଓଡ଼ିଆରେ ଲେଖିପାରୁଥିବା, ପଢ଼ିପାରୁଥିବା ଓ କହିପାରୁଥିବା ଦରକାର। ଦେନ୍ ଆପଣଙ୍କ ନାଁରେ କୌଣସି ଫୌଜଦାରୀ ମକଦ୍ଦମା ଚାଲୁନଥିବା ଦରକାର। ଦେନ୍ ଆପଣ ସୁସ୍ଥ ସବଳ ବା ଶାରୀରିକ ବିକଳାଙ୍ଗ ହୋଇନଥିବା ଦରକାର। ଦେନ୍ ଏଠାରେ ଆପଣଙ୍କ ବୟସ ସୀମା ରହିବ, ଦେନ୍ ଏଠାରେ ଆପଣଙ୍କର 1/1/2025 ସୁଦ୍ଧା ଆପଣଙ୍କୁ 20 ବର୍ଷରୁ କମ୍ ହୋଇନଥିବା ଦରକାର ଏବଂ 60 ବର୍ଷରୁ ଅଧିକ ହୋଇନଥିବା ଦରକାର। ଦେନ୍ ଆପଣଙ୍କ ଏଜୁକେସନ୍ କ୍ୱାଲିଫିକେସନ୍ ଏଠାରେ ରହିବ ପଞ୍ଚମ ପାସ୍। ଦେନ୍ ଆପଣ ଯଦି ପଞ୍ଚମ ପାସ୍ କରିଛନ୍ତି, ଦେନ୍ ଆପଣ ଇଲିଜିବୁଲ୍ ହେଇଯିବେ ଏଠାକୁ ଆପ୍ଲାଏ କରିବା ପାଇଁ। ଦେନ୍ ଏଠାରେ ଆମେ ତଳକୁ ନେବା। ଦେନ୍ ଏଠାରେ ଆବେଦନକାରୀଙ୍କ ପାଇଁ ନିର୍ଦ୍ଧାରିତ ଫର୍ମ ବା ଫର୍ମ ଦିଆହେଇଛି, ଯାହାକି ଆପଣ ମୟୂରଭଞ୍ଜ ଜିଲ୍ଲା ବା ବାରିପଦାର ଅଫିସିଆଲ୍ ୱେବସାଇଟ୍ରେ ଆପଣ ପାଇଯିବେ ଏହାର PDFଟି। ଦେନ୍ ତାହାକୁ ଆପଣ ପ୍ରିଣ୍ଟ ଆଉଟ୍ କରି ସେଠାରେ ମ୍ୟାନୁଆଲି ଫର୍ମ ଫିଲ୍ଅପ୍ କରି ଆପଣଙ୍କୁ 5/3/2025 ପୂର୍ବାହ୍ନ 1 ଘଣ୍ଟିଆ ଠାରୁ 25/3 ବା ମାର୍ଚ୍ଚ 25 ତାରିଖ 4ଟା ପୂର୍ବରୁ ଆପଣଙ୍କୁ ଦାଖଲ କରିବାକୁ ପଡ଼ିବ। ଦେନ୍ ଆପଣ ଏହି ଫର୍ମଟି ୱେବସାଇଟ୍ ଛଡ଼ା ଆପଣ ଯେକୌଣସି ମୟୂରଭଞ୍ଜ ଜିଲ୍ଲାର ଥାନା କିମ୍ବା ଫାଣ୍ଡି ବା ଗୃହରକ୍ଷୀ ବାହିନୀର କାର୍ଯ୍ୟାଳୟରେ ମଧ୍ୟ ଆପଣ ଉପଲବ୍ଧ ଥିବ, ସେଠାରୁ ମଧ୍ୟ ଆପଣ ନେଇପାରିବେ। ଦେନ୍ ଏଠାରେ ଆବେଦନକାରୀ ନିର୍ଦ୍ଧାରିତ ଫର୍ମ ସହିତ ଆପଣଙ୍କର ସେଲ୍ଫ ଆଟେଷ୍ଟେଡ୍ ବା ନିଜର ଦସ୍ତଖତ ରହିବା, ଆଧାର କାର୍ଡ଼ କିମ୍ବା ବୟସ ପ୍ରମାଣପତ୍ର, ଶିକ୍ଷା ଯୋଗ୍ୟତା ପ୍ରମାଣପତ୍ର, ବୈଷୟିକ ପ୍ରମାଣପତ୍ର ଓ 4ଗୋଟି ପାସପୋର୍ଟ ସାଇଜ୍ ଫଟୋ, ତା ସାଥିରେ ଆପଣ ନିଜର ସିଗ୍ନେଚର୍ ପଛପଟେ କରିଦେଇଥିବେ। ଦେନ୍ ଏଠାରେ ଆପଣଙ୍କର ଯଦି ଡ୍ରାଇଭିଂ ଲାଇସେନ୍ସ ଅଛି କିମ୍ବା କମ୍ପ୍ୟୁଟର ସାର୍ଟିଫିକେଟ୍ ଅଛି କିମ୍ବା ଆପଣ ଇଲେକ୍ଟ୍ରିସିଆନ୍ ଅଛନ୍ତି ବା ଶିଖିଛନ୍ତି, ଦେନ୍ ଆପଣ ଯଦି ଲଣ୍ଡ୍ରି କାମ ବା ଲୁଗା କଛା କାମ ଜାଣିଛନ୍ତି, ଦେନ୍ ରୋଷେଇ ଜାଣିଛନ୍ତି କିମ୍ବା ଚୁଟି କଟା ଜାଣିଛନ୍ତି, ଦେନ୍ ଆପଣ ଯଦି କାର୍ପେଣ୍ଟର କାମ ଜାଣିଛନ୍ତି, ଦେନ୍ ଯଦି ଆପଣ ଟେଲର କାମ ଜାଣିଛନ୍ତି, ସିଲେଇ ଶିଖିଛନ୍ତି, ଦେନ୍ ଆପଣ ଏଠାରେ ଅଭିଜ୍ଞତା ରହିଥିଲେ ଆପଣଙ୍କୁ ଅଗ୍ରାଧିକାର ଦିଆଯିବ। ଆପଣ ଏଥିରେ ଗ୍ରେସ୍ ମାର୍କ କିମ୍ବା ଆଗ ଚୟନିତ ହୋଇପାରିବେ। ଦେନ୍ ଏଠାରେ ଯେଉଁ ଆବେଦନକାରୀ ଉକ୍ତ ଗୃହରକ୍ଷୀ ପଦବୀ ନିମନ୍ତେ ନିଜର ଆବଶ୍ୟକ ଯୋଗ୍ୟ ପ୍ରମାଣପତ୍ର ଦେବାରେ ବିଫଳ ହେବେ, ଦେନ୍ ସେମାନଙ୍କୁ ଅଯୋଗ୍ୟ ବିବେଚିତ କରାଯିବ ବା ସେମାନଙ୍କର ଫର୍ମଟିକୁ ଏଠାରୁ କାଟି ଦିଆଯିବ। ଦେନ୍ ଏଠାରେ ଆଉ ଗୋଟେ ପଏଣ୍ଟ ଅଛି, ଯଦି ଆବେଦନକାରୀ ସଂଖ୍ୟା ଉପଲବ୍ଧ ଖାଲି ପଦବୀ ଠାରୁ ଅଧିକ ହୁଏ, ତେବେ ଆବେଦନକାରୀଙ୍କୁ ଶାରୀରିକ ପରୀକ୍ଷା କିମ୍ବା ଚୟନ ପରୀକ୍ଷା ସାକ୍ଷାତକାର ସମ୍ମୁଖୀନ ପଡ଼ିବ। ଏଠାରେ କ୍ଲିଅରଲି ମେନସନ୍ ରହିଲେ କି ଯଦି ଏଠାରେ ଦେଖନ୍ତୁ 175ଟା ପୋଷ୍ଟ ଅଛି, ଯଦି 175 ପୋଷ୍ଟରୁ ଅଧିକା ପିଲା ଯଦି ଏଠାରେ ଆପ୍ଲାଏ କରନ୍ତି, ଦେନ୍ ତା ପାଇଁ ଆପଣଙ୍କୁ ରିଟିନ୍ ଏକ୍ଜାମ୍ ଦେବାକୁ ପଡ଼ିବ କିମ୍ବା ଆପଣଙ୍କ ଇଣ୍ଟରଭ୍ୟୁ କରାଯାଇପାରେ କିମ୍ବା ଆପଣଙ୍କୁ ଫିଜିକାଲ୍ ଟେଷ୍ଟ ବି କରାଯାଇପାରେ। ଦେନ୍ ପ୍ରାର୍ଥୀ ଚୟନ କେବେ ଅନୁଷ୍ଠିତ ହେବ, ଯାହା ପରବର୍ତ୍ତୀ ସମୟରେ ଆପଣଙ୍କୁ ଥାନା ମାଧ୍ୟମରେ ଜଣାଇ ଦିଆଯିବ। ଆପଣଙ୍କର କେବେ ଡେଟ୍ ଅଛି, ଆପଣଙ୍କୁ ଯଦି ଇନ୍ ଫ୍ୟୁଚର୍ ଯଦି ଫିଜିକାଲ୍ ଯଦି କରାଯାଏ, ଯଦି ଆପଣଙ୍କ ପୋଷ୍ଟଠାରୁ ଯଦି ଅଧିକ ଆପ୍ଲାଏ କରନ୍ତି ପିଲା, ଦେନ୍ ସେ ଆପଣଙ୍କ ଫାଣ୍ଡି କିମ୍ବା ଥାନା କିମ୍ବା ଅଫିସିଆଲ୍ ୱେବସାଇଟ୍ ଯେଉଁ, ସେଠାରେ ଆପଣଙ୍କୁ ମେସେଜ୍ ବା ଚିଠି ଦ୍ୱାରା ଆପଣଙ୍କୁ ଜଣାଇ ଦିଆଯିବ। ଦେନ୍ ଆପଣ ଯଦି କିଛି କ୍ୱେରି ଅଛି ବା କିଛି ପ୍ରୋବ୍ଲେମ୍ ଅଛି, ଦେନ୍ ସହାୟତା ନିମନ୍ତେ ଦିଆଯାଇଥିବା ଯୋଗାଯୋଗ ନମ୍ବର, ଏହି ନମ୍ବର ଗୁଡ଼ିକରେ ଆପଣ ସମ୍ପର୍କ କରି କ୍ଲିଅର୍ ହୋଇପାରିବେ। ଦେନ୍ ଏହା ରହିଛି ମୟୂରଭଞ୍ଜ ଜିଲ୍ଲାର ଗୃହରକ୍ଷୀ ବା ହୋମଗାର୍ଡ଼ର ଅଫିସିଆଲ୍ ଚିଠିଟି। ଦେନ୍ ଆପଣ ଯଦି ଏ ଚିଠିଟି ଫୁଲ୍ ଦେଖିବା ପଢ଼ିବାକୁ ଚାହିଁବେ, ମୁଁ ଟେଲିଗ୍ରାମ ଚ୍ୟାନେଲ୍ ଛାଡ଼ି ଦେଇଥିବି, ଆପଣ ସେଠାରୁ ଡାଉନଲୋଡ଼୍ କରି ପଢ଼ିପାରିବେ। ଟେଲିଗ୍ରାମ ଚ୍ୟାନେଲ୍ର ଲିଙ୍କଟା ଆମ ଭିଡ଼ିଓର ଡିସ୍କ୍ରିପ୍ସନ୍ କିମ୍ବା ଚ୍ୟାନେଲ୍ର ଏବାଉଟ୍ ସେକ୍ସନ୍ରେ ରହିବ। ଦେନ୍ ସେଠାରୁ ଆପଣ ଯାଇ ଟେଲିଗ୍ରାମରେ ଜଏନ୍ ହୋଇଯାଆନ୍ତୁ ଓ ସେଠାରୁ ଆପଣ ଏ ଫର୍ମଟି ପାଇପାରିବେ ଓ ବାରିପଦା ବା ମୟୂରଭଞ୍ଜ ଜିଲ୍ଲାର ଯେଉଁ ଗୃହରକ୍ଷୀର ଫର୍ମଟି ରହିଛି, ତା PDF ମଧ୍ୟ ମୁଁ ଟେଲିଗ୍ରାମ ଚ୍ୟାନେଲ୍ ପ୍ରୋଭାଇଡ଼ କରିଦେବି, ସେଥିରେ ମଧ୍ୟ ଆପଣ ଡାଉନଲୋଡ଼୍ କରି ତାହାକୁ ପ୍ରିଣ୍ଟ କରି ଫର୍ମ ଫିଲ୍ଅପ୍ କରିପାରିବେ। ତେଣୁ ଆଜିର ଭିଡ଼ିଓଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ ଓ ଏପରି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟିକୁ ଟର୍ନ ଅନ୍ କରି ରଖନ୍ତୁ। ଧନ୍ୟବାଦ।